এই ଦୃଶ୍ୟ ଆମେ ଦେଖାଇବୁ ଆପଣମାନଙ୍କୁ। ଇଏ ହେଉଛି ଖଇରମାଲ ଜଙ୍ଗଲ, ଯାହାକି କେନ୍ଦପାଳରେ ନାମିତ। ବର୍ତ୍ତମାନ ସେହି ଜଙ୍ଗଲ ଭିତରେ ଆମେ ପହଞ୍ଚିଛୁ। ଯେତେବେଳେ ଏହି 2023-24 ମସିହାରେ ଜଳ ଓ ମୃତ୍ତିକା ସଂରକ୍ଷଣ ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଏହି ଜଙ୍ଗଲର ସୁରକ୍ଷା ପାଇଁ 34,70,000 ଟଙ୍କା ଅଟକଳ ପରିମାଣ ବିନିଯୋଗ କରାଯାଇଛି। କିନ୍ତୁ ଦୁଃଖର ବିଷୟ, ପରିତାପର ବିଷୟ, ଏବେ ଉକ୍ତ ଜାଗାରେ ଆମ ନ୍ୟୁଜ୍ ଚ୍ୟାନେଲ ରିପୋର୍ଟର ଆସି ପହଞ୍ଚିଛି ଏବଂ ଏହି ଦୃଶ୍ୟ ସିଧାସଳଖ ଆପଣମାନଙ୍କୁ ଦୃଷ୍ଟିଗୋଚର କରାଉଛି ଯେ ଦେଖନ୍ତୁ ଜଙ୍ଗଲ ଭିତରେ କେମିତି ଭାବରେ ଧଳା ପଥର ଖୋଦାନ ଖୋଲି କାରବାର ଚାଲିଛି। ଏଥିରେ କ'ଣ ସତରେ ଜଙ୍ଗଲ ଅଧିକାରୀଙ୍କର ହସ୍ତଗତ ନାହିଁ? ତାଙ୍କର କ'ଣ ଏଥିରେ ମଧୁଚନ୍ଦ୍ରିକା ବୋଲି ପ୍ରିୟାପ୍ରୀତି ଭାବ ନାହିଁ? ଜଙ୍ଗଲ ସୁରକ୍ଷା ଅଧିକାରୀ ଏବଂ ଖଣି ମାଫିଆମାନେ ସଲାସୁତରା ହୋଇ ଥିବା ଯୋଗୁଁ ଆଜି ଏହି ଜଙ୍ଗଲ ଭିତରେ ଧଳା ପଥର କାରବାର ବିପୁଳ ସଂଖ୍ୟାରେ ଚାଲିଛି ଏବଂ ଜଙ୍ଗଲ ଭିତରେ ମୃତ୍ତିକା ସଂରକ୍ଷଣ କରିବା ଜାଗାରେ ଅନେକ ଜାଗାରେ ବଡ଼ ବଡ଼ ଗାତ ଖୋଲି ମୃତ୍ତିକା ଅବକ୍ଷୟ କରୁଛନ୍ତି। ଏବେ ଆମେ ପଚାରି ବୁଝିବା କେନ୍ଦୁପାଳ ଗ୍ରାମର ଅଧିକାରୀ ଗ୍ରାମବାସୀଙ୍କୁ କ'ଣ କହିବେ। କୋଟ କର ଆସ ଜୟ ସାର୍, ଆସୁନ ଆସ।